ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୀବନୀରୁ ଦୁଃଖ ପରେ ସୁଖ ଆସେ। ପାଠ ପଢ଼ିବା ପାଇଁ ତାଙ୍କ ମନରେ ପ୍ରବଳ ଆଗ୍ରହ ଜାତ ହେବାରୁ ସେ ଆପଣା ମନକୁ ଯାଇ ଗୋଟିଏ ସ୍କୁଲରେ ଯାଇ ପାଠ ପଢ଼ୁଥିବା ଛାତ୍ର ଭଳି ବସି ରହିଲେ। କଥାରେ ଅଛି, ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ। ଜଣେ ଶିକ୍ଷକ ପିଲାଟିର ପାଠ ପଢ଼ିବାର ଆଗ୍ରହକୁ ଠଉରେଇ ନେଇ ସେହି ସ୍କୁଲରେ ତାର ନାମ ଲେଖାଇ ଦେଲେ। ସେହି ସ୍କୁଲଟିର ନାମ ଥିଲା ବାରବାଟୀ ବିଦ୍ୟାଳୟ। ଫକୀରମୋହନଙ୍କର ରୁଗ୍ଣ ସ୍ୱାସ୍ଥ୍ୟ ଥିଲେ ମଧ୍ୟ ସେ ଜଣେ ଉତ୍ତମ ଛାତ୍ର ଥିଲେ। ପାଠ ପ୍ରତି ଯାହାର ଆଗ୍ରହ ସେ ପଛେଇ ଯିବ କାହିଁକି? ପାଠପଢ଼ାରେ ଶ୍ରେଣୀରେ ସେ ସବୁ ବିଷୟରେ ଆଗୁଆ ହେଲେ। ପାଠପଢ଼ାରେ ତାଙ୍କର ଏକାଗ୍ରତା ଥିଲା। ଶ୍ରେଣୀ କକ୍ଷରେ ଶିକ୍ଷକ ପାଠ ପଢ଼ାଉଥିବା ବେଳେ ସେ ମନ ଧ୍ୟାନ ଦେଇ ଶୁଣୁଥିଲେ। ବଗ ପକ୍ଷୀଟି ମାଛ ଶିକାର କରିବା ସମୟରେ ଯେପରି ମାଛ ପ୍ରତି ଏକ ଲୟରେ ଧ୍ୟାନ ରଖିଥାଏ, ଫକୀରମୋହନ ସେହିଭଳି ପାଠ ପ୍ରତି ଏକ ଲୟରେ ଧ୍ୟାନ ଦେଇ ଶୁଣିଥାନ୍ତି। ଶିକ୍ଷକ ଯାହା ପଢ଼ାନ୍ତି ତାହା ଧ୍ୟାନ ଦେଇ ଶୁଣି ଫକୀରମୋହନ ପଢ଼ା ପାଠ ମନେ ରଖିଦିଅନ୍ତି। ଧନ୍ୟ ସେହି ବିସ୍ମୟ ବାଳକ।